ଆଜ୍ଞା ଜୟ ଜଗନ୍ନାଥ। ଏବେ ତ ତିନିଟାକ ଦଳରେ ଗୋଷ୍ଠୀ କନ୍ଦଳ ଚାଲିଛି। ଭାରତୀୟ ଜନତା ପାର୍ଟିରେ ସାଂସଦ ଓ ବିଧାୟକମାନଙ୍କ ଭିତରେ ଗୋଟେ ସମାନ୍ତରାଳ ଗୋଷ୍ଠୀ ବି ସୃଷ୍ଟି ହେଲାଣି। ପଞ୍ଚାୟତ ନିର୍ବାଚନ ବେଳେ ତାର ପରିଣାମ ମଧ୍ୟ ଭାରତୀୟ ଜନତା ପାର୍ଟି ଦେଖିବ। କେଉଁ କେଉଁ ସାଂସଦ କେଉଁ କେଉଁ ବିଧାୟକ ମଧ୍ୟରେ ଟିକେ ତୁ ତୁ ମେ ଚାଲିଛି, ଏ ନେଇକି ଆମେ ଆଉ ଏକ ଅଧ୍ୟାୟରେ ଆପଣଙ୍କୁ ଜଣାଇବୁ। କଂଗ୍ରେସରେ ଚାଲିଥିବା ଗୋଷ୍ଠୀ କନ୍ଦଳ ଆଉ କାହାକୁ ଅଛପା ନାହିଁ। କିନ୍ତୁ ଯେହେତୁ ବିଜେଡ଼ିର ଏବେ ପ୍ରତିଷ୍ଠା ଦିବସ ଚାଲିଛି, ନବୀନ ବାବୁ ଦଳର କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି। 2024ରେ କହିଥିଲେ ଓଡ଼ିଶାବାସୀଙ୍କର ସେବା କରିବ 100 ବର୍ଷ ପର୍ଯ୍ୟନ୍ତ ବିଜୁ ଜନତା ଦଳ। ଏଥର ସେ ସେବାଟାକୁ କାଟି ଦେଇକି ମାନେ 25ରେ ନୂଆଟି କଥାଟି ହେଉଛି 100 ବର୍ଷ ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କର ସ୍ୱର ରହିବ। ଏବଂ ଆଉ ଗୋଟିଏ କଥା କୁହାହେଉଛି ଯେ ଦଳ ଭାଙ୍ଗିଯିବ ବୋଲି ଗୁଜବ ପ୍ରଚାର କରାହେଉଛି। କିନ୍ତୁ ଆପଣ ଲକ୍ଷ୍ୟ କରିବେ, ଦଳ ଭାଙ୍ଗିବ ବୋଲି ଯେଉଁ ଗୁଜବ ପ୍ରଚାର କରାହେଉଛି, ଏଥିରେ ଭାରତୀୟ ଜନତା ପାର୍ଟି ବା କଂଗ୍ରେସର ସେଭଳି ଗୋଟିଏ ବଡ଼ ଭୂମିକା ନାହିଁ। କଥା ପ୍ରସଙ୍ଗରେ ବା ସାମ୍ବାଦିକଙ୍କର ଯେତେବେଳେ ବାଇଟ୍ ନେଲା ବେଳେ କିଏ କ'ଣ କହୁଛନ୍ତି, କିନ୍ତୁ ବିଜୁ ଜନତା ଦଳର ନେତାମାନେ ମଞ୍ଚ ଉପରେ ଗଣମାଧ୍ୟମରେ ଯେଉଁଭଳି କଥା କହୁଛନ୍ତି, ମୋର ମତ ହେଉଛି ସେଇମାନେ ହିଁ ଦଳ ଭାଙ୍ଗିଯିବ ବୋଲି ଅପପ୍ରଚାର କରୁଛନ୍ତି। ତେଣୁ ନବୀନ ବାବୁ ପ୍ରଥମେ ନିଜ ଦଳର ନେତାମାନଙ୍କୁ ସଜାଡ଼ି ଦିଅନ୍ତୁ। ଅପପ୍ରଚାରଟା ତାଙ୍କଠୁ ଆରମ୍ଭ ହେଉଛି, ବିଜେଡ଼ି ନେତାଙ୍କଠୁ। ଆମେ ପ୍ରତିଷ୍ଠା ଦିବସର କିଛି କିଛି ନେତାଙ୍କର ମତାମତ ଉଦ୍ଧାର କରୁଛୁ। ଆପଣମାନେ ତାର ଆନାଲିସିସ୍ କରିବେ ଯେ ଦଳକୁ ମଜବୁତ କରିବା ପାଇଁ ନା ଦଳ ଭିତରେ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ନେତାମାନେ ମତାମତ ଦେଇଛନ୍ତି, ସେ କଥା ଆପଣ ଅନୁଶୀଳନ କରିବେ। ଆମେ ଆସିବା ବଦ୍ରି ପାତ୍ରଙ୍କ ପାଖକୁ। ବଦ୍ରି ପାତ୍ରଙ୍କର ଗୋଟେ ପୁରୁଣା ରାଗ ରହିଛି ବିଜୁ ଜନତା ଦଳ ଆଉ ଯେଉଁ ମାମଲତକାରଙ୍କ ଉପରେ। କାହିଁକିନା 2019ରୁ 24 ପର୍ଯ୍ୟନ୍ତ ଯେଉଁ 5 ବର୍ଷ ଭିତରେ ବହୁତ ହଲ୍ଲାପଟା କରାହେଇଛି ବଦ୍ରିଙ୍କୁ। ଅବଶ୍ୟ ସିଏ ପୁଅ ପାଇଁ ବିବାଦରେ ଛନ୍ଦି ହୋଇଯାଇଛନ୍ତି, କିନ୍ତୁ ସେ ଯେ ଆଶା ରଖୁଥିଲେ ବିଜେଡ଼ି ପକ୍ଷରୁ ସେଭଳି ସୁରକ୍ଷା ମଧ୍ୟ ଦିଆଯାଇନଥିଲା। ତେଣୁ ତାଙ୍କ ମନରେ କ୍ଷୋଭ। ପୁଣି ଆଉ ଗୋଟିଏ କ୍ଷୋଭ କ'ଣ, ଏକଦା ସେ କେନ୍ଦୁଝରଟା ହେଉଛି ଗୋଟେ ଖଣି ସମୃଦ୍ଧ ଅଞ୍ଚଳ। ଯିଏ ଜିଲ୍ଲା ସ୍ତରୀୟ ନେତା ହେବ ତାଙ୍କ ଟିକେ ଚାନ୍ଦା ଟଙ୍କାପତ୍ର ଟିକେ ଅଧିକ। କିନ୍ତୁ ବଦ୍ରି ପାତ୍ର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଛୋଟ ମୋଟ ସଂଗଠନ କରୁଥିଲେ, ତାଙ୍କୁ ମନା କରିଦିଆଗଲା। ଏବେ ବଦ୍ରି ପାତ୍ର ସିଧାସଳଖ କହିଲେ ଏଇ ବବି ଆଉ ପାଣ୍ଡିଆନଙ୍କ ପାଇଁ ବିଜେଡ଼ି ହାରିଲା। ଆଉ ସୁଜାତା କାର୍ତ୍ତିକେୟନଙ୍କ ଚର୍ଚ୍ଚା ଉପରେ ମଧ୍ୟ ମତ ରଖିଲେ। କହିଲେ ଯିଏ ଯଦି ଆସିବେ କର୍ମୀ ହେଇକି ଆସନ୍ତୁ, ନେତା ହେଲେ ଆମେ ତାଙ୍କ କଥା ବୁଝିବୁ ନାହିଁ। ତାହେଲେ ବଦ୍ରି ପାତ୍ର ଯେଉଁ ମନ୍ତବ୍ୟ ଦେଲେ ବିଜେଡ଼ି, ତା ଅର୍ଥ କ'ଣ? ଆମେ ମାନିବୁ ନାହିଁ। ଯଦି ସୁଜାତାକୁ ଥୋପେଇ ଦିଅନ୍ତି ନବୀନ ବାବୁ, ତାହେଲେ ସେ କହିଲେ ଆମେ ମାନିବାର ଚାନ୍ସ ନାହିଁ। ଅର୍ଥାତ୍ ଦଳ ଭିତରେ ଅସନ୍ତୋଷ ରହିବ, ଭାଙ୍ଗିବ, ଯାହା ବି ହଉ। ଏ ଅପପ୍ରଚାରଟା କଲା କିଏ? ବିଜେଡ଼ିର ନେତାମାନେ କରୁଛନ୍ତି ନା ବିଜେପିର କରୁଛନ୍ତି ନା କଂଗ୍ରେସର କରୁଛନ୍ତି? ଆସିଗଲେ ପ୍ରଭାତ ବିଶ୍ୱାଳଙ୍କ କଥା ବି ଆଲୋଚନା କରିବା। ପ୍ରଭାତ ବିଶ୍ୱାଳ ପ୍ରତିଷ୍ଠା ଦିବସରେ ପାଣ୍ଡିଆନ ଦମ୍ପତିଙ୍କୁ ନେଇକି ଉପରେ ଥୋଇଦେଲେ। ପ୍ୟାରୀବାବୁ କେଉଁ ଚାବି ଗୋଟେ ନବୀନ ବାବୁ ଦେଇଥିଲେ ପ୍ୟାରୀବାବୁଙ୍କୁ ଚାବି, ସେ ଚାବି କୁଆଡ଼େ ଚକ୍ରାନ୍ତକାରୀ ନେଇଯାଇଛନ୍ତି। ଅବଶ୍ୟ ଦଳ ହାରିବା ପରେ ପ୍ରଭାତ ବିଶ୍ୱାଳ ଏକଥା କହିଛନ୍ତି। ନହେଲେ ଯେଉଁ 5 ଜଣଙ୍କ ନେତା ବବି ଦାସ, ଦେବୀ ମିଶ୍ର, ପ୍ରତାପ ଜେନା, ସଞ୍ଜୟ ଦାସ ବର୍ମା, ଅତନୁ ସବ୍ୟସାଚୀ ନାୟକଙ୍କୁ କ'ଣ ପରାମର୍ଶ ଦେଲେ ପ୍ରଭାତ ବିଶ୍ୱାଳ? କହିଲେ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଦେଖ, ଅନ୍ୟ ନିର୍ବାଚନ ମଣ୍ଡଳୀରେ ହାରୁ ନେତାମାନେ ମୁଣ୍ଡ ଖେଳାନ୍ତୁନି, ନହେଲେ ସିଏ କୁଆଡ଼େ ବିଦ୍ରୋହ କରିବେ। ଆଜ୍ଞା ଏଇଟା କେଉଁ କାମ? ନବୀନ ବାବୁ ଯେଉଁମାନଙ୍କୁ ରାଜନୈତିକ ବ୍ୟାପାର କମିଟିରେ ଯୋଗ୍ୟ ବୋଲି ବିଚାର କରୁଛନ୍ତି, ଯେଉଁମାନଙ୍କୁ ସାଂଗଠନିକ ଦାୟିତ୍ୱ ଦେଇଛନ୍ତି, ସେମାନଙ୍କୁ ପୁଣି ପରାମର୍ଶ ଦେଉଛନ୍ତି ପ୍ରଭାତ ବିଶ୍ୱାଳ। ମୋତେ କୁହନ୍ତୁ, ସେ 5 ନେତା ନବୀନଙ୍କ ପରାମର୍ଶ ମାନିବେ ନା ପ୍ରଭାତ ବିଶ୍ୱାଳଙ୍କ ପରାମର୍ଶ? ପ୍ରଭାତ ବିଶ୍ୱାଳ ଯଦି ପରାମର୍ଶ ଦେବାର ଅଛି, ବିଜେଡ଼ି ସୁପ୍ରିମୋକୁ ପରାମର୍ଶ ଦିଅନ୍ତୁ, ଆଜ୍ଞା ଏ 5 ଜଣଙ୍କୁ ନିର୍ବାଚନ ମଣ୍ଡଳୀକୁ ପଠାଇ ଦିଅନ୍ତୁ, ବେଶୀ ମାମଲତିକାର କରନ୍ତୁ ନାହିଁ।
ତାମାନେ ଗୋଟେ ଅସନ୍ତୋଷ ସୃଷ୍ଟି ହେବ। ନିଶ୍ଚିତ ଭାବରେ ବବି, ଦେବୀ, ପ୍ରତାପ, ସଞ୍ଜୟ, ଅତନୁ ଏମାନେ ରିଆକ୍ଟିଭ୍ ହେବେ, ମିଡ଼ିଆକୁ ମସଲା ମିଳିଯିବ। ତାହେଲେ ବିଜେଡ଼ି ଭାଙ୍ଗିଯିବ ବୋଲି ଅପପ୍ରଚାର କରୁଛି କିଏ? ପ୍ରଭାତ ବିଶ୍ୱାଳଙ୍କ ଭଳି ନେତା ନା ଭାରତୀୟ ଜନତା ପାର୍ଟି କି କଂଗ୍ରେସ? ଏକଥା ମଧ୍ୟ ଉତ୍ତର ଦେବାର ଆବଶ୍ୟକତା ରହିଛି। ସନ୍ତୃପ୍ତ ମିଶ୍ର ନବୀନ ବାବୁଙ୍କର ହେଉଛନ୍ତି ରାଜନୈତିକ ସଚିବ। କଟକ ଭଳି ସମ୍ମାନଜନକ ଆସନରୁ ସେ ନିର୍ବାଚନ ଲଢ଼ିଥିଲେ। ଆଜ୍ଞା, କାଲି ସେ କହିଲେ ଯେ ଆନୁଗତ୍ୟ ନାଁରେ କିଛି କିଛି ନେତା ନିଜର ସ୍ୱାର୍ଥ ସାଧନ କରୁଛନ୍ତି, ଦଳ ଭିତରେ ରହି ଦଳକୁ ଦୁର୍ବଳ କରୁଛନ୍ତି, ଆଉ ସେ ନେତାଙ୍କୁ ସେ ବରଦାସ୍ତ କରିବେ ନାହିଁ। ବିଜେଡ଼ି ହେଉଛି ଶୃଙ୍ଖଳିତ ଦଳ। ସନ୍ତୃପ୍ତ ବାବୁ ତାହେଲେ ବହୁତ ଖବର ପାଇଛନ୍ତି। ମାନେ ଏପଟେ ଆନୁଗତ୍ୟ ଦେଖାଉଛନ୍ତି ନବୀନଙ୍କ ପ୍ରତି, କି ପାଣ୍ଡିଆନଙ୍କ ପ୍ରତି, କି ସୁଜାତାଙ୍କ ପ୍ରତି, କିନ୍ତୁ ସେପଟେ ନିଜ ସ୍ୱାର୍ଥ ସାଧନ କରୁଛନ୍ତି, ଦଳର ଚେର କାଟୁଛନ୍ତି। ସନ୍ତୃପ୍ତଙ୍କର ଏଭଳି ମନ୍ତବ୍ୟକୁ ଆମେ କ'ଣ ହାଲକାରେ ନେଇପାରିବା? ଆଜ୍ଞା, ଆଦୌ ନୁହେଁ। ନବୀନଙ୍କ ରାଜନୈତିକ ସଚିବ ଯଦି ଏଇ କଥା ଗଣମାଧ୍ୟମରେ କହିବେ, ମଞ୍ଚ ଉପରେ କହିବେ, ସେ କଥା ସେ ନବୀନ ବାବୁଙ୍କୁ ବୁଝାଇଛନ୍ତି ନା ନାହିଁ? ରାଜନୈତିକ ସଚିବଙ୍କର କାମ କ'ଣ? ଆଜ୍ଞା, ସେମାନେ ଦଳର ନେତାଙ୍କୁ, ଯାହାର ନେତୃତ୍ୱରେ ଯାହାଙ୍କର ସଚିବ ଅଛନ୍ତି, ତାଙ୍କୁ ରାଜନୈତିକ କଥା ସବୁ ବୁଝାଇବା ଦରକାର। କେଉଁ ନେତା ଆନୁଗତ୍ୟ ନାଁରେ ନିଜର ସ୍ୱାର୍ଥ ସାଧନ କରୁଛନ୍ତି? ଯେତେବେଳେ ଏହି ଚର୍ଚ୍ଚା ହେବ, ବିଜେଡ଼ିରେ ହଲଚଲ ହେବ, ବିଭାଜନର କଥା ଉଠିବ, ଅସନ୍ତୋଷର କଥା ଉଠିବ, ସେତେବେଳେ କୁହାଯିବ ଯେ ଦଳ ଭାଙ୍ଗିବା ନାହିଁ, କିଛି ଲୋକ ଅପପ୍ରଚାର କରୁ। କେହି ଅପପ୍ରଚାର କରୁନାହାନ୍ତି। ଆଜ୍ଞା, ବିଜେପିର ମତଲବ ନାହିଁ ବିଜୁ ଜନତା ଦଳ ରହିଲେ କେତେ, ଭାଙ୍ଗିଲେ କେତେ। କାହିଁକି? ନବୀନ ବାବୁ ଥାଇକି, ବିଜେଡ଼ି ମଜବୁତ ଥାଇକି ସେମାନେ ହରେଇ ଦେଇଛନ୍ତି। କାରଣ ଯାହା ହେଉ ନା କାହିଁକି, ଆଜି ବିଜେଡ଼ି ନେତା ହିଁ ଚର୍ଚ୍ଚା କରୁଛନ୍ତି ଆମ ଦଳର ଭବିଷ୍ୟତ କ'ଣ, ଦ୍ୱନ୍ଦ୍ୱ ଭିତରେ ଅଛନ୍ତି, ଆଶା ଆଶଙ୍କାରେ ଅଛନ୍ତି, ସେମାନେ ଚର୍ଚ୍ଚା କରୁଛନ୍ତି ବିଜେଡ଼ି ଭାଙ୍ଗିଯିବ ବୋଲି। ଆପଣଙ୍କର ଦାମବାବୁଙ୍କ ପୁଅ ସମ୍ବିତ ରାଉତରାୟଙ୍କ କଥା କୁହନ୍ତୁ, ସେଠି କିଶୋର ତରଇଙ୍କ କଥା କୁହନ୍ତୁ, ଯେଉଁମାନେ ପୂର୍ବତନ ବିଧାୟକ ଥିଲେ, ଏମାନେ ସବୁ କେଉଁଭଳି ଭାବରେ ମିଳିକି କ'ଣ ମନ୍ତବ୍ୟ ଦେଲେ? ନା ସେ ଭୋଜି ଦାୟିତ୍ୱଟା ତାଙ୍କୁ ମିଡ଼ିଆ ଦେଇଥିଲା, ନା ବିଜେପି ଦେଇଥିଲା, ନା କଂଗ୍ରେସ ଦେଇଥିଲା ଭୋଜି କରି ଖାଇବାକୁ, ଆଉ ଗଣମାଧ୍ୟମରେ ଏମିତି ମନ୍ତବ୍ୟ ଦେବା ପାଇଁ? ସେ କଥା ବି ନବୀନ ବାବୁ ବୁଝିବା ଦରକାର। ଅପପ୍ରଚାର କେହି କରୁନାହାନ୍ତି, ଆପଣଙ୍କ ଦଳ ଭିତରେ ଅପପ୍ରଚାର ଚାଲିଛି। କିଏ କ୍ଷମତା ହାତେଇବ, କାହା ହାତରେ ବିଜେଡ଼ିର ମଙ୍ଗ ରହିବ, ଏଇଟା ହେଉଛି ବାସ୍ତବ କଥା। ଆପଣଙ୍କ ଚାରିପଟେ ଘେରି ରହିଥିବା ନେତାଙ୍କ ଭିତରୁ ଯିଏ ଯାହା ବାଟରେ କିଭଳି ଭାବରେ ଦଳରେ ନିଜର ଦବଦବା ଜାହିର କରିବେ, ସେ ନେଇକି ଅଙ୍କ କଷା ଜାରି ରଖିଛନ୍ତି। ବିଜେଡ଼ିର ଅନେକ ନେତା ଜାଣୁଛନ୍ତି, କର୍ମୀ ଜାଣୁଛନ୍ତି। କଥା ହେଉଛି ଆପଣ କଥାରେ ନ କହି କାମରେ ଯେଉଁଦିନ ଅନୁଧ୍ୟାନ କରିବେ, ତାହେଲେ ହୁଏତ ଆଉ କେହି ଅପପ୍ରଚାର କରିପାରିବେ ନାହିଁ। ତେଣୁ ଦେଖାଯାଉ ଏ ଅପପ୍ରଚାରଟା ଆଗ ବିଜେଡ଼ି ଅଳିନ୍ଦରୁ ସରୁଛି କି ନାହିଁ। ଆଉ ଦୋଷ କରିବେ ବିଜେଡ଼ି, ତାପରେ ମିଡ଼ିଆ ଏହା କଲା, ବିଜେପି ଏହା କହିଲା, କଂଗ୍ରେସ ଏହା କହିଲା, ତାର କିଛି ମତଲବ ନାହିଁ। ବିଜେପି କଂଗ୍ରେସ ନେତାମାନେ ଯେତେବେଳେ ବାଇଟ୍ରେ ତାଙ୍କୁ ପଚରାଯାଏ, ସେମାନେ କିଛି କିଛି ଆଜ୍ଞା ମନ୍ତବ୍ୟ ଦିଅନ୍ତି, ଏଇଟା ହିଁ ସତ୍ୟ। ଗଣମାଧ୍ୟମକୁ ମସଲା ଦରକାର, ଷ୍ଟୋରି ଦରକାର, ସେ ଜାଣିଛନ୍ତି ବିଜେଡ଼ି ନେତାମାନେ ପାଖ ହୋଇକି ଅଛନ୍ତି, ଆଙ୍କୁ ଗୋଟା କ'ଣ ପଚାରିଦେଲେ ଷ୍ଟୋରି ହେଇଯିବ। ସେତେବେଳେ ଅନେକ ଲୋକ ଦାମବାବୁଙ୍କ ପଛରେ ଗୋଡ଼ଉଥିଲେ। ବିଷ୍ଣୁ ଦାସଙ୍କ, ବିଷ୍ଣୁ ଯେଉଁ ଜଗତସିଂହପୁର ଆମର ପୂର୍ବତନ ସାଂସଦ, ଦିବଙ୍ଗତ ବଡ଼ ନେତା, ତାଙ୍କ ପଛେ ପଛେ ଗୋଡ଼ଉଥିଲେ। କେ ଦେବାଶିଷ ସାନ୍ତରାଙ୍କ ପଛରେ ଗୋଡ଼ଉଥିଲେ। ଏବେ ସୁର ରାଉତରାଙ୍କ ପଛରେ ଗୋଡ଼େଇବାର କାରଣ କାଳେ ଗୋଟା କ'ଣ କହିଦେଲେ ଷ୍ଟୋରି ହେଇଯିବ। ତେଣୁ ଆଗ ନିଜ ଦୋଷ, ନିଜ ଘର ଆଗ ବିଜେଡ଼ି ସଜାଡ଼ୁ, ତାପରେ ଅପପ୍ରଚାର କେମିତି କାଉଣ୍ଟର କରାଯିବ ସେଇଟା ତାଙ୍କର ଦଳର କଥା, ଏବଂ କରିବା ମଧ୍ୟ ଉଚିତ। ଜୟ ଜଗନ୍ନାଥ।